हे परत परा विभु जय जय जगन्नाथ हे तो हनुमान प्रभु जय जय जगन्नाथ हे तो नित वैशी वट जय जय जगन्नाथ हे तो दशरथ सुत जय जय जगन्नाथ हे वाइछा कल्पतरु जय जय जगन्नाथ हे तो मुनिजन गुरु औ जय जय जगन्नाथ हे मंगले मंगल आज जय जय जगन्नाथ हे तो बुधे बुद्धि बल जय जय जगन्नाथ हे गुरु बृहस्पति जय जय जगन्नाथ बापा तीर्थ भागीरथी जय जय जगन्नाथ हे महिमा सागर जय जय जगन्नाथ हे तो भव भय हर जय जय जगन्नाथ हे तो गतिर गति जय जय जगन्नाथ हे तो परम ब्रह्म मूर्ति आज भजे निरंतरे नारायण नामावली ये गोविंद गोपाल गोपीनाथ बनमाली उपेन्द्र इंद्रावरज अनादीश्वर देवकी नंदन दैतारी दामोदर कृष्ण केशव कंसारी बापा कमल लोचन जगन्नाथ भक्तवास एक पाप विमोचन दीनबंधु दया निधि बापा दयार सागर चिंतामणि चक्र पाणी श्रीपति श्रीधर नाटुआए तो निधि नरोत्तम मदन मोहन माया धर घन श्याम भगवान भावग्राही बापा भक्त वत्सल बंशीधारी वासुदेव एक वसुदेव बाल कालिय दलन केली कदम्ब मुरारी रसिक राज गरुड़ ध्वज दैतारी जामला भंजन जनार्दन ऋषिकेश परमानंद परमेश्वर जगदीश दशवदन निधनकारी बापा रघुनाथ सीतापति दासरथी तो दशरथ सुत आउ गपडप करबा पाई कि सहजरे नाई बेळ ए कल्याण देउथिबे आपन बाबा खंडल ये मेरा चले बसी धन मोर लगाई छिलीला ये पूजा पाउछंदी देखो बाबा चकाडोला राम भज हरे हे गोविंद भज हरे पतित पावन बाना उड़े केते दूरे माउची भौणी मानकु दिन करू छियली एक स्वରରେ निज पुआ भावी थरे दियो हुड़ाहुड़ी सदा मौसा मानकु ए दिन करू अछि निवेदन एक स्वरे दादा मौसा हरि बोल देव जानो कला कांति हे राम आजीव संसार भीतर कथा दुनिया भीतर कथा और ये पालाटी गाय को पढ़ियो जे बापा कहले देवता कली देखिए ये भगवान राम देवता नुहंती राम को पूर्व रे कोनोसी किंवदंती पुराण वेद दर्शन शास्त्र पुराण जेते अछि कोठी लिखा हिनी प्रत्यक्ष देवता बोली राम आज्ञा कली रे प्रत्यक्ष देवता नुह सत्य युग रे जने ठाकुर थिले नरसिंह सीए मध्य प्रत्यक्ष देवता तांको पूर्व लिखा हिनी द्वापर रे थिला कृष्ण कृष्ण आज्ञा जने प्रत्यक्ष ठाकुर देवता बोली ताको लिखा हिनी कली युग रे पणी जे ओडिसा रो बड तिया पणी जे जगन्नाथ जगन्नाथ आज्ञा बड देवता नुहंती जगन्नाथ को आज्ञा प्रत्यक्ष देवता कई कहती जगन्नाथ कौ दियो हरिदास मालिकार गोटे पद गाउची बोली जय जगन्नाथ पति तो पावन ओडिसा बड़ ठाकुर प्रभु ओडिसा बड़ ठाकुर प्रभु ओडिसा बड़ ठाकुर
କଳ୍ପ ବଟବାସୀ ପ୍ରଭୁ ବ୍ରହ୍ମରାଛି କଳି କଳୁଷ ନିସ୍ତାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗ ମହାପ୍ରଭୁ ଜଗନ୍ନାଥ ହଉଛନ୍ତି ଗୋଟେ ବଡ ଠାକୁର ପ୍ରତ୍ୟକ୍ଷ ଦେବତା ଲେଖା ହେଇନି ଦେବତା ତାହେଲେ ସିଏ ମଧ୍ୟ ଜଗନ୍ନାଥ ନୁହଁ ଆଉ ଜଗନ୍ନାଥ କୋଉ ଠାକୁର ପୀତାମ୍ବର ଦାସଙ୍କ ନୃସିଂହ ପୁରାଣରେ ଲେଖା ହେଇଛି ପୀତାମ୍ବର ଦାସଙ୍କ ନୃସିଂହ ପୁରାଣରୁ ଗୋଟେ ପଦ ଗାଉଛି କଣ କହିଲେ ଅରୂପ ଭିତରେ ସ୍ୱରୂପ ମିଠା ମୋ ମନୁଷ୍ୟରେ ମିଠା ଗୋରା ଅରୂପ ଭିତରେ ସ୍ୱରୂପ ମିଠା ମୋ ମନୁଷ୍ୟରେ ମିଠା ଗୋରା ଏଣେ ଦେବତା ଭିତରେ କାଳିଆ ମିଠା ମୋ ସବୁଠାରୁ ମିଠା କୋରା ଦୁନିଆରେ ଯେତେ ମିଠା ଜିନିଷ ଅଛି ସବୁଠୁ କୋରାଟା ହଉଛି ମିଠା ଦୁନିଆ ଭିତରେ ଯେତେ ଦେବତା ଅଛନ୍ତି ଜଗନ୍ନାଥ ହଉଛି ଗୋଟେ ମିଠା ଦିଅ ଏ ପୀତାମ୍ବର ଦାସ କହିଲେ ପୀତାମ୍ବର ଦାସ କହିଲେ ଜଗନ୍ନାଥ ଗୋଟେ ମିଠା ଦିଅ ଏପଟେ ଆପଣଙ୍କର ହାରିଦାସ କହିଲେ ଜଗନ୍ନାଥ ହଉଛି ଗୋଟେ ବଡ ଦିଅ କିନ୍ତୁ ପ୍ରତ୍ୟକ୍ଷ ଦେବତା ଲେଖା ଚାରିଟାକ ଯୁଗରେ ପ୍ରତ୍ୟକ୍ଷ ଦେବତା ଏମାନେ କେହି ନୁହନ୍ତି ବାପା ପ୍ରତ୍ୟକ୍ଷ ଦେବତା କିଏ କୋଉ ଦିଅଙ୍କ ପାଖରେ କୋଉ ଦେବତାଙ୍କ ପାଖରେ ପ୍ରତ୍ୟକ୍ଷ ଲେଖା ହେଇଛି ଆପଣ ମାନେ ସମସ୍ତେ ଜାଣିବେ ନବମ ଶ୍ରେଣୀ ସାହିତ୍ୟ ବହିରୁ ଗାଇବେ ହେଲା ବହିଟି ନା ହଉଛି ସାହିତ୍ୟ ବହି ନବମ ଶ୍ରେଣୀ ସାହିତ୍ୟ ବହି ଆଉ କବିତାଟା ହଉଛି କାଳିଜାଇ କବିତା କାଳିଜାଇ କବିତାର ଲଳିତ କବି ଗୋଦାବରୀ ମିଶ୍ର ଯା ଘର ହଉଛି ଭଗବତୀ ବାଣପୁର ଯା ବାପା ନା ହଉଛି ସଂସାର ଭିତରେ ଲିଙ୍ଗରାଜ ମିଶ୍ର ମା ନା ଅପ୍ସରା ଦେବୀ ତାଙ୍କରି ପୁଅ 1886 ମସିହାର କବି ଲଳିତ କବି ଗୋଦାବରୀ ମିଶ୍ର ନବମ ଶ୍ରେଣୀ ସାହିତ୍ୟ ବହି କାଳିଜାଇ କବିତାର ପତଳ ପାଦେଟାରେ ଲେଖିଦେଲେ କଣ କହିଲେ କହିଲେ କାଳିଜାଇ ବଡ ପ୍ରତ୍ୟକ୍ଷ ଦେବତା କାଳିଜାଇ ବଡ ପ୍ରତ୍ୟକ୍ଷ ଦେବତା ଇଏ କୋଟି କୋଟି ଦଣ୍ଡବତ କୋଟି କୋଟି ଦଣ୍ଡବତ କୋଟି କୋଟି ଦଣ୍ଡବତ ବୋଲେ ପାହାଡର ନାରାଇ ଯେ ଖ୍ୟାତ ଲୋ କାଳିଜାଇ କାଳିଜାଇ ପର୍ବତ ଲଳିତ କବି ଗୋଦାବରୀ ମିଶ୍ର କହିଲେ କାଳିଜାଇ ବଡ ପ୍ରତ୍ୟକ୍ଷ ଦେବତା କୋଟି କୋଟି ଦଣ୍ଡବତ ପାହାଡର ନାରାଇ ଯେ ଖ୍ୟାତ ଲୋ କାଳିଜାଇ ପର୍ବତ ତା ବୋଲି କବି ଲେଖିଦେଲେ ବୋଲି କଣ କାଳିଜାଇ ପ୍ରତ୍ୟକ୍ଷ ଦିଅ ସେ ବାପା ପରା ତାକୁ ଶାଶୁ ଘରକୁ ନେଇକି ଯାଉଥିଲା ଯାଇକି ଡଙ୍ଗାରେ ବସେଇକି ନେଇକି ଯାଉଥିଲା ନାବିକ ନାବବା ହଉଥିଲା ପଞ୍ଚମ ଶ୍ରେଣୀ କାଳିଜାଇ ସନ୍ଧ୍ୟାରେ ବହି ଲେଖା ପଞ୍ଚମ ଶ୍ରେଣୀ ସାହିତ୍ୟ ବହି କାଳିଜାଇ କବିତା କଣ ଲେଖିଲେ ବୋଲେ କାତ ଧରି ଧୀରେ ନାଉରି ନେଲା ଆହୁଲା করে মা কালিজাই সুমরি মঙ্গ সরকি ধরে বাপা নেইকি যাଉଛି ଝିଅକୁ ଆଜ୍ଞା ପାରିବୁଦା ଆଠଗଡ଼ ମାଲୁଦ କୃଷ୍ଣ ପ୍ରସାଦ ଗଡ଼ରେ ଛାଡ଼ି ଦେଇକି ଆସିବ ଡଙ୍ଗା ବାହୁଛି ନାବିକ ନାବବା ହଉଛି ବାପା ଝିଅ ବସିଛନ୍ତି କଳାହାଣ୍ଡିଆ ମେଘ ଆଇଲା କବି କହିଲେ ପଞ୍ଚମ ଶ୍ରେଣୀ କାଳିଜାଇ ସନ୍ଧ୍ୟାରେ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡ଼ିଲା ନା ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡ଼ିଲା କାତ କାତ ସେ ଗଣ୍ଡରେ କାଳିଜାଇଟା କବି ମାନେ ଲେଖିଦେଲେ ସେ କଣ ପ୍ରତ୍ୟକ୍ଷ ଠାକୁର କାଳିଜାଇ ଯଦି ପ୍ରତ୍ୟକ୍ଷ ଦେବତା ହବ ତାହେଲେ ଯିଏ ତ ତାକୁ ଦର୍ଶନ କରିବା ପାଇଁ ଯାଉଛି ସେ ଲଞ୍ଚ ଡଙ୍ଗାରେ ବୁଡ଼ିକି ମରୁଛି କିନ୍ତୁ ପ୍ରତ୍ୟକ୍ଷ ଦେବତା ପ୍ରତ୍ୟକ୍ଷ ଠାକୁର ପ୍ରତ୍ୟକ୍ଷ ଠାକୁରାଣୀ ଯିଏ ତା ପାଖରେ ଭେଟ ହେଲେ ବିପଦ ପଡ଼ିବ ସେ କିଏ ପଳେଇ ଆସନ୍ତୁ ଆପଣ ମାନେ ପ୍ରଥମ ଶ୍ରେଣୀ ବହିକି ପଳେଇ ଆସନ୍ତୁ ଗୋଟେ ବିଲେଇ ଫଟୋଟେ ବହି ଉପରେ ଅଛି ତାପରେ ଗୋଟେ ପତାକାଟେ ଉଡୁଛି ସେଇଟା ଆପଣ ମାନେ ଜାଣିଛନ୍ତି ଛବିଳ ମଧୁବର୍ଣ୍ଣ ବୋଧ ତାର ଲେଖକ ହଉଛି ଅର୍ଣ୍ଣଦା କୁମାର ରାମ ତା ପୂର୍ବରୁ ଗୋଟେ ନାଲିଆ ବହିଟେ ଥିଲା ସେଇଟା ମଧୁବର୍ଣ୍ଣ ବୋଧ ମଧୁସୂଦନ ରାମଙ୍କର ଲେଖା ନାଇଁ ମଧୁବର୍ଣ୍ଣ ବୋଧରେ ପ୍ରତ୍ୟକ୍ଷ ଠାକୁର ପ୍ରତ୍ୟକ୍ଷ ଠାକୁରାଣୀ ପ୍ରତ୍ୟକ୍ଷ ଦେବତା ପ୍ରତ୍ୟକ୍ଷ ଦେବୀ ମଧୁବର୍ଣ୍ଣ ବୋଧରେ ଲେଖା ହେଇଛି ବାପା କିଏ ତାହେଲେ ବୋଲା ପ୍ରତ୍ୟକ୍ଷ ଦେବତା ବୋଲି ନ ବୋଲିବ ଜନନୀ ଜନକେ ଭଲା ଜନନୀ ଜନକେ ଭକ୍ତି ଘରେ ତାଙ୍କୁ ବୁଝୁଥିବ ପରା ବାଳକ ବାଳିକେ ବାଳକ କଳି ଯୁଗରେ ପ୍ରତ୍ୟକ୍ଷ ଠାକୁର ହଉଛି ବାପା ପ୍ରତ୍ୟକ୍ଷ ଦେବତା ବାପା ପ୍ରତ୍ୟକ୍ଷ ଦେବୀ ହଉଛି ପିତା ମାତା ଠାରୁ ବଡ ଦେବତା କେ ସରଗରା ତାଙ୍କରି ଆଶିଷ ସଦା ଏକା ସିନା ବିପଦ
ରଖିବେନି କି କୃଷ୍ଣ ରଖିବେ କେହି ରଖିବାର ପ୍ରଶ୍ନ ଉଠୁନି ତମେ ଲକ୍ଷ ବର୍ଷ ରାମ ପୂଜା କର ଲକ୍ଷ ବର୍ଷ କୃଷ୍ଣ ପୂଜା କର ବାପା ମା ଯଦି ଶାନ୍ତି ଆ ପିଲାର ଜୀବନଟା ଉଜ୍ଜଳଟା ଶାନ୍ତ ବକ୍ଷରୁ ଆମକୁ ସ୍ତନ ଜଳ ଦେଇ କେତେ କଷ୍ଟ କରି ବକ୍ଷରୁ ଆମକୁ ସ୍ତନ ଜଳ ଦେଇ ଏ ସଂସାରେ ମଣିଷ କଲେ ଆମ ସୁଖ ପାଇଁ ହେଲେ ତେସରି ତାର ମୂଲ୍ୟ କି ପାଇଲେ ଯୁଗ ହଉଛି ଆଜ୍ଞା କଳି ବାପା ମାଙ୍କର ସ୍ଥାନ ନାହିଁ ସମୟ ଥିଲା ବାପା ମାଙ୍କୁ ସମସ୍ତେ ସମ୍ମାନ କରୁଥିଲେ କିନ୍ତୁ ଯୁଗ କଳି ପୁରା ସରି ଆସିଲାଣି ଛାଡ଼ନ୍ତୁ ସେ କଥା ନା ଆଉ କଣ ବୁଝିବେ ହେଇଗଲା ଆପଣଙ୍କ ଗାଁ ପରେ ସମସ୍ତେ ପଳେଇଲେଣି ନାଚ କରିବାକୁ ଯଜମାନ ମହୋଦୟଙ୍କର ମାନସିକ ପାଲାଟିଏ ଗାଇବାକୁ କବି କହିଲେ ସଂସାର ଭିତରେ ଦୁନିଆ ଭିତରେ ନାଇଁ କହିଲା ବୁଧେ ଶୁଣ ସୁଧ ଚିତରେ ମୁଗ୍ଧ ଭାବରେ ବସିছে ভেদ খেদ বিনাশী ভেদ যাহা কোଳରେ পুଅ ଝିଅ ନାହିଁ ସେ ହଉଛି କିନ୍ତୁ ମୁଁ ଜାଣିଛି ଯାହା କୋଳରେ ପୁଅ ଝିଅ ନାହିଁ ସିଏ ଅପୁତ୍ରିକ ନୁହଁ କାହିଁକି ନା ଆପଣ ମାନଙ୍କର ଯଶୋବନ୍ତ ଦାସ କହିଛନ୍ତି ଅପୁତ୍ରିକ ନାରୀ ଦେଉଳକୁ ଗଲେ ଦେଉଳେ ଦିଅନ୍ତି ଆଚ୍ଛା ଅପୁତ୍ରିକ ନାରୀ ଯୋଉମାନେ ଯଦି ଆପଣ କହେ ଯେ ପୁଅ ଝିଅ ଯାହାର ନାହିଁ ସିଏ ଅପୁତ୍ରିକ ଯଦି ଆପଣଙ୍କ ଗାଁରେ 4-5 ଜଣ ଅଛନ୍ତି ତାଙ୍କୁ ମେଳାମେଳି କରିକି ଦେଖି ରାମଙ୍କ ପାଖକୁ ଆଇଲେ ରାମ କୁଆଡେ ପଳେଇ ଦେଖିଆ ଯିବେ ଆଉ ତାହେଲେ କେମିତି ଲେଖା ହେଇଛି ତାହେଲେ କୋଉ ନାରୀ ମାନେ ମନ୍ଦିରକୁ ଗଲେ ମନ୍ଦିରରେ ଦେବତା ଲୁଚିବେ ଅପୁତ୍ରିକ ନାରୀ କହିଲେ ପୁଅ ଝିଅ ଯାହାର ନାହିଁ ଭଗବାନ କହିଲେ ଅପୁତ୍ରିକ ନାରୀ ଦୁନିଆରେ ଯେତେ ନାରୀ ଅଛନ୍ତି ଯେତେ ମା ଅଛନ୍ତି ଏ ସମସ୍ତ ହଉଛନ୍ତି ପୁତ୍ରିକ ଅପୁତ୍ରିକ ଅକାର ବାସୁଦେବସ୍ୟ ବାସୁଦେବ ଭଗବାନ କୃଷ୍ଣ ନାରୀ ମାନଙ୍କର ଭଗବାନ ଇଷ୍ଟ ଦେବତା କିଏ ଆପଣ ମାନଙ୍କର ମେହେର କବିଙ୍କର ଲେଖା ଗୋଟେ ପଦ ଗାଉଛି ଯାହା ଘର ହଉଛି ଆଜ୍ଞା ସମ୍ବଲପୁର ଜିଲ୍ଲା ଗାଁ ନା ବରପାଲି ଯା ବାପାନା ଚୈତନ୍ୟ ମେହରମାନ ଭାଗ୍ୟବତୀ ସେବତୀ ଦେବୀ 1862 ମସିହାର କବି ପ୍ରକୃତି କବି ରଙ୍ଗାଦେବୀ ଗଙ୍ଗାଧର ମେହେର କହିଲେ ସ୍ୱାମୀ ଗୁରୁ ସ୍ୱାମୀ ପରମବାନ ଭବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତୁ କର୍ମ କବି କହିଲେ ସଂସାର ଭିତରେ ନାରୀ ମାନଙ୍କର ମା ମାନଙ୍କର ଇଷ୍ଟ ଦେବତା ହଉଛି ସ୍ୱାମୀ କଳି ଯୁଗରେ ଯୋଉ ନାରୀ ଯୋଉ ମା ତା ସ୍ୱାମୀକୁ ଇଷ୍ଟ ଦେବତା ବୋଲିକି ମୁଣ୍ଡିଆ ମାରିଆ ଜାଣି ନଥିବ ସ୍ୱାମୀ ଉଚ୍ଚିଷ୍ଟ ଖାଉନଥିବ ସ୍ୱାମୀକୁ ସେବା ଦେବା ନେବା କରିପାରୁନଥିବ ସ୍ୱାମୀକୁ ଭଲରେ ଚାରିପଦ କଥା କହୁନଥିବ ଏ ସଂସାର ଭିତରେ ଏ ଲକ୍ଷଣରେ ଲିପ୍ତ ଯୋଉମାନେ ସେଇମାନେ ହଉଛନ୍ତି ଅପୁତ୍ରିକ ସ୍ୱାମୀ ସେବା ନ କରି ଯିଏ ଦେଉଳ ଦେବତାକୁ ଯାଏ ଦେଉଳରେ ଦେବତା ସବୁ ଲୁଚି ଯାଆନ୍ତି ତେଣୁ ମା ମାନେ ପାଲରେ କଣ ଶିଖିଲ 18 ନଳାକୁ ଗଲେ କଣ ହେଇଯିବ କହିବେନି କଣ 18 ନଳାକୁ ଗଲେ ପୁଅ ଦେଇଦବ ଆଉ ଏମିତି ଖାଲି ପୁଅ ଦଉଥିଲେ ତ ସମସ୍ତେ ପଳାନ୍ତେ ଆଉ नारायण पूजा जदि 16 पाला करिया जदि पुओ नारायण दे दो थाने मु तो आपन गां को आसी न थानी पथरगोटा गां के नयागढ़ के नाही 18 लाख बोले पुओ चिंता करना कि जदि नारायण को तमे 16 पाला मानसिक करिया कह प्रभु मते गोटे पुओटे दियो नारायण जदि पुओ दे दो थाने मो घरे तो गाड़ी मोटर दिन का सकाळ सकाळ संध्या के लागि थांदा रबेबु नारायण रखि नियो 20-30 हजार टका नारायण को पुओटे दंदुबो आ नारायण तो पुओ दउथले लोकनाथ कर पुओ जे हके आइलानी से तो पाला गायक ना नहीं ब्राह्मणिया लोक ना नहीं पिला दिन बुढ़ा पर्यंत जब गुड़े जुआड़े गले नारायण को ना ने ना नहीं पूछे केतेटा हिस्सा करो आ नारायण तो पुओ दउथले लोकनाथ कर पुओ के भगवान लोकनाथ कर मन कोंडे कोंडे पर पिला नार केते जमी बाड़ी लिखि बोली मंजुल कवि बसुपरा कहिले पर पुओ को जे पुओ करी आने ताकु न बोलिबो बालक से बालक टिपी टिपी होई में घवर सिले ताकु न बोलिबो पालक से पालक
ସଂସାର ଭିତରେ ଦୁନିଆ ଭିତରେ ଲୋକନାଥ କର କହିଲେ ବୋଲି ଏ ନାରାୟଣ କର ଏଥିରେ ଭୁଲ ନାହିଁ। ଭୁଲଟା ଜାକା ଶ୍ଲୋକ କୌମୁଦୀରୁ ଗୋଟେ ଶ୍ଲୋକ ଗାଉଛି କହିଲେ ପତ୍ର ନଇବ ଯଦି କର୍ର ବିଟବେ ତ ସବ ସନ୍ଦସ୍ୟ କିଂ କହିଲେ ଲୋକ ନ ଦୃଶ୍ୟତି ଯଦି ଦିବା ସୂର୍ଯ୍ୟସ୍ୟ କିଂ ଦୂଷଣଂ ବର୍ଷା ନ ପତତି ଯଦି ଚାତକ ମୁଖେ ମେଘସ୍ୟ ଦୂଷଣଂ କିଂ କହିଲେ ତ ଧାତା ନିଜ ଭାଲ ପଟେ ଲିଖିତ କର୍ମାନୁସାରେ ଫଳ। ଲୋକନାଥ କର କହିଲେ କହିଲେ ମୋର ପୁଅ ଝିଅ ହେଲାନି ବୋଲି ନାରାୟଣଙ୍କର ଭୁଲ ନାହିଁ। କାହିଁକି କହିଲେ ପତ୍ର ନଇବ ଯଦି କର୍ର ବିଟପେ ଦୁଷ ବସନ୍ତ ଶକ୍ତି। ବସନ୍ତ ଋତୁ ଯେତେବେଳେ ଆସିବ ମହାପାତ୍ରେ ବସନ୍ତ ଋତୁଟା କୋଉଠୁ କୋଉ ଯାଏ କି? ବସନ୍ତ ଋତୁ ହଁ ପାଣି ଟିକେ ଦେଲେ କୋଉଠୁ ଇଏ ମାର୍ଗଶିର ମାସରୁ ମାଘ ମାସ ପର୍ଯ୍ୟନ୍ତ ହଉଛି ବସନ୍ତ ଋତୁ। ଜ୍ଞାନୀ ପାଳିଆ ହଉଛି ଆମର ମାର୍ଗଶିର ମାସ ମାଘ ପର୍ଯ୍ୟନ୍ତ। ମାଘ ପର୍ଯ୍ୟନ୍ତ ଇଏ ବସନ୍ତ ଋତୁ। ବହି ହଉଛି ଦେବଦୁର୍ଲଭ ଦାସ କବି କବିଙ୍କ ବହି ନା ହଉଛି ରହସ୍ୟ ମଞ୍ଜରୀ। ରହସ୍ୟ ମଞ୍ଜରୀ ଗୋଟେ 14 ଅକ୍ଷର ଗୋଟେ ପଦ ଗାଉଛି ଆପଣ ଜାଣିବେ ବସନ୍ତ ଋତୁ କୋଉଠୁ କୋଉ ସାଙ୍ଗେ। ମକର ସରୁନ୍ଦେ ସଖୀ ଫଗୁଣର ଅନ୍ତେ ଏ ଓଇଲା ବସନ୍ତ ଋତୁ ଅନଙ୍ଗ ସହିତେ। ମକର ସଂକ୍ରାନ୍ତି ପରଠୁ ଫାଲ୍ଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଇଏ ହଉଛି ବସନ୍ତ ଋତୁ। ଇଏ ବସନ୍ତ ଋତୁରେ ବାପା ଯଦି ଦକ୍ଷିଣ ଦିଗରୁ ଯୋଉ ପବନଟା ବହିବ ସେଇଗୁଡାକୁ ମଳୟ ପବନ କହନ୍ତି ନା ନାଇଁ କି? ଯଦି ବାଉଁଶ ଗଛରେ ପତ୍ର ଫୁଲ ଫଳ ଆସିବ ସବୁ ଗଛ ଗୁଡାକରେ ପତ୍ର ଫୁଲ ଫଳ ଆଇଲା ବସନ୍ତ ଋତୁ ଆସିଲେ ବାଉଁଶ ଗଛରେ ଯଦି ପତ୍ର ଫୁଲ ଫଳ ହବନି ତାହେଲେ ଏଟା କଣ ବସନ୍ତ ଋତୁର ଭୁଲ? ଲୋକ ନ ଦୃଶ୍ୟ କହିଲେ ପେଚା ସୂର୍ଯ୍ୟ ଉଦୟ ହେଲେ ସଚରାଚର ଜୀବଜଗତକୁ ଦେଖାଯାଏ। ପେଚାକୁ ଯଦି ନ ଦିଶିବ ତାହେଲେ ଏଟା କଣ ସୂର୍ଯ୍ୟର ଭୁଲ? ତେଣୁ ମହାପ୍ରଭୁ ଲୋକନାଥ କର କହିଲେ ଯୋଦ୍ଧାତା ନିଜ ଭଲ ପଟେ ଲିଖିତ କର୍ମ ମୋ ଭାଗ୍ୟରେ ଯାହା ଲେଖା ଅଛି ମୁଁ ସେୟା ଭୋଗି। ଏଟା ନାରାୟଣଙ୍କର ଏଥିରେ ଭୁଲ ନାହିଁ ନା ନାଇଁ।